ଆଉ ଡେଟ୍ ତ ସମସ୍ତେ ଡିକ୍ଲେୟାର ହେଇ ସାରିଛି ଜାନୁଆରୀ 5 ତାରିଖ। ତୁ ମୋ ବଜରଙ୍ଗୀ 2026 ତ ନିହାତି ଆସିବି। କେହି ଠକି ନାହାନ୍ତି, କେବଳ ଆପଣ ଠକି ଯାଇଛନ୍ତି, ଆଉ କେହି ଠକି ନାହାନ୍ତି। ସେବାରତ୍ନ ସମ୍ମାନ 2025 ମୁଁ ତ ଜାଣିନଥିଲି ମୁଁ ସମ୍ମାନ ପାଉଛି ବୋଲି। ମୁଁ ଜାଣିନଥିଲି ସମ୍ମାନ ମତେ ମିଳୁଛି ବୋଲି। ମୁଁ ବହୁତ ଲେଟ୍ରେ ଜାଣିଲି। ମତେ ସଞ୍ଜୟ ଭାଇ ଜଣେଇଲେ, ମୋ ବଡ ଭାଇ, ଏବଂ ଆପଣମାନଙ୍କର ଭଲ ପାଇବା ଆଶୀର୍ବାଦ ଆଉ ସଞ୍ଜୟ ଭାଇଙ୍କ ଭଲ ପାଇବା ଆଜି ମତେ ଆଣି ଏଇଠି ଠିଆ କରିପାରିଛି, ସମ୍ମାନର ଅଧିକାର କରିପାରିଛି। ସେଥିପାଇଁ ସମସ୍ତ ଦର୍ଶକ ଆଉ ବଡ ଭାଇଙ୍କୁ ମୋର ବହୁତ ବହୁତ ଧନ୍ୟବାଦ। ଆଶା କରିବି ତାଙ୍କ ଭଲ ପାଇବା ଏମିତି ସବୁବେଳେ ସାଙ୍ଗରେ ରହୁ। ଆଜ୍ଞା, ଯେହେତୁ ମୁଁ ଯାତ୍ରା କଳାକାର, ଯାତ୍ରା ତ ନିହାତି କରିବି। ଆଜି କରିନି, କାଲି କରିବି, କିନ୍ତୁ ଯାତ୍ରା ହିଁ କରିବି। ଆଉ ଡେଟ୍ ତ ସମସ୍ତେ ଡିକ୍ଲେୟାର ହେଇ ସାରିଛି ଜାନୁଆରୀ 5 ତାରିଖ। ତୁ ମୋ ବଜରଙ୍ଗୀ 2026 ତ ନିହାତି ଆସିବି। ନାଇଁ, ସେଇଟା ଭୁଲ କଥା। ଦର୍ଶକଙ୍କ ଭଲ ପାଇବା ଯାହା ସାଙ୍ଗରେ ରହିବ ସେଇଠି ସବୁବେଳେ ବାଲିଯାତ୍ରା ହବ। ତେଣୁ ମୋ ସହିତ କାହିଁକି ଆହୁରି ବହୁତ କଳାକାରଙ୍କ ସହିତ ଦର୍ଶକଙ୍କ ଭଲ ପାଇବା ଅଛି। ନା, ବାସ୍ ଆଉ ଗୋଟେ କଳାକାର ମୁଁ କଣ ବା କରିପାରିବି? ମୋ କଳାର ଅନ୍ତର୍ଭୁକ୍ତ ଯାହା ହିଁ କାମ ତାକୁ ହିଁ ମୁଁ କରିବି। ତା ଭିତରେ ମ୍ୟୁଜିକ ଭିଡିଓ ଯାଉଛି, ସିରିଏଲ ଯାଉଛି, ଯାତ୍ରା ବି ଯାଉଛି। ନାଇଁ, ଦାଢି କାଟି ଦେଇଛି ବୋଲି ଟିକେ ଟ୍ରାନ୍ସଫରମେସନ ଲାଗୁଛି, ତାହେଲେ ସେମିତି କିଛି ନାହିଁ। ଯୋଉମାନେ 2 ଦିନ 3 ଦିନ ଆସୁଛନ୍ତି ସେମାନେ ବି ବହୁତ ଗର୍ବ କରନ୍ତି। ସମସ୍ତେ ସାରା ଓଡ଼ିଶା କହୁଛି ଆଗରେ କଳାକାର ଏବଂ ସୁପରଷ୍ଟାର ନିଜ ପାଇଁ ଗର୍ବ କରନ୍ତି। ନା, ସେମିତି ନୁହଁ। ଆଜିକା ଜୀବନ କାଲିକି ନାହିଁ। ଗର୍ବ ଅହଙ୍କାର ଏସବୁ କାହା ପାଇଁ? ମରିଗଲା ପରେ ବାସ୍ କିଏ ଜଣେ କହିବେ ଯେ ହଁ ମୋ ସାଙ୍ଗ ଭଲ ଥିଲା କି ମୋ ଭାଇଟି ଭଲ ଥିଲା, ସେତିକି ନେଇ ଯିବାର ଅଛି। ନା ଗର୍ବ ଅହଙ୍କାର କଣ? କିଛି ଅସୁବିଧା ନାହିଁ। ମୋର କୌଣସି ଗୋଟେ ଗୁଣ କି ମୋର କୌଣସି ଗୋଟେ କାମ ହୁଏତ ତାଙ୍କୁ କଷ୍ଟ ଦେଇଥିବ, ତେଣୁ ସେମାନେ ଖରାପ କହିବେ। ଭଲଟାକୁ ଯେମିତି ଖୁସିରେ ଗ୍ରହଣ କରାଯାଉଛି, କଷ୍ଟଟାକୁ ସେମିତି ଗ୍ରହଣ କରିବା ଦରକାର। ତା ଛଡା ଆଉ କିଛି ଉପାୟ ନଥାଏ। ରିହର୍ସାଲ କୁ ଗଲେଣି ନା ଦରକାର ପଡିବନି? ନା, ରିହର୍ସାଲ କୁ ଯାଇନି, ଯିବି। ଯାତ୍ରା ଯାତ୍ରା ଜଗତ ଅନେଇଛି ଏବଂ ଦର୍ଶକ ଅନେଇଛନ୍ତି। ପୁଣି କେବେ ଆଉଥରେ ଚଢିବେ ଏବଂ ଏଇ ଶୁଣିବାକୁ ମିଳିବ ଶାନ୍ତି ଦେବୀ ଥକିଗଲେ କି ତ ଆଉ ଶୁଣିବାକୁ ମିଳିବନି। କିନ୍ତୁ ଯଦି ଆଶା କରିବି ବହୁତ ଭଲ ନାଟକ ହୁଏ ତ ଦର୍ଶକଙ୍କ ପାଖରେ ନିହାତି ଆଦୃତ ହବ। କେହି ଠକି ନାହାନ୍ତି, କେବଳ ଆପଣ ଠକି ଯାଇଛନ୍ତି, ଆଉ କେହି ଠକି ନାହାନ୍ତି। ଟିଜରରେ ଭଲ ଲାଗିବ। ଟିଜରରେ ସେ ଡାଇଲଗ ଟା ୱିଥ ବିଜିଏମ ସେଟା ଭଲ ଲାଗିବ। ଏଠି କହିଲେ କିଛି ନାହିଁ, ସେ ଡାଇଲଗ କହିଲା ମାନେ ସେଇଟା ପଡିଯିବ ଥମ୍ବନେଲ ରେ ଯେ ପିୟୁଷ ଚ୍ୟାଲେଞ୍ଜ କଲେ, ଏହା କଲେ, ସେୟା କଲେ। ତ ଦ୍ୟାଟ ଆମେ ସେ ଲାଇନ କି ଯିବାନି। ସମସ୍ତେ ଆମର ଚୁଟି ଉପୁଡି ଯାଇଥାନ୍ତା, ସେଥିପାଇଁ ଚୁଟି ଛୋଟ କରି ଦିଆଯାଇଛି। କାହିଁକି? ଜମା ଠକିନି। ମ୍ୟୁଜିକ ଭିଡିଓ କରୁଛି, ସିରିଏଲ କରୁଛି। ରିଲ୍ସ ଗୋଟେ ଟାଇମ ଥିଲା କରୁଥିଲି, ଏବେ ଆଉ ବ୍ୟସ୍ତବହୁଳ ଜୀବନ ଭିତରେ ରିଲ୍ସ କରିବା ପାଇଁ ତ ସମୟ ମିଳୁନି। ତାପରେ ଓନ୍ ଭଏସର କଥା ଗୁଡା ଆଉ ମୁଁ ଟିକେ ନିଜକୁ କମ୍ଫର୍ଟେବଲ ଫିଲ୍ କରୁନି ବୋଲି କରୁଛି। ମୋର ସାନ ଭାଇଟେ ସେ, ତ ନିହାତି କାହିଁ କାମ କରିବେନି। ହଁ, ସିଏ ବି ଜଣେ ଆମର କଳାକାର ଭାଇ, ଜଣେ ମୋର ସାନ ଭାଇ, ଜଣେ ତାଙ୍କର ଭଲ ପାଇବା ମୋ ସାଙ୍ଗରେ ଅଛି, ବହୁତ ଭଲ। ଆଉ ଆଗକୁ ମଧ୍ୟ ବହୁତ ବ୍ରାଇଟ ଫ୍ୟୁଚର ଅଛି। ଆଜ୍ଞା, ମତେ ଆଶା କରିବି ଆହୁରି ଏମିତି ଭଲ ପାଆନ୍ତୁ। ବାସ୍ ଭରସା ବିଶ୍ୱାସ ରଖନ୍ତୁ, ଆଉ କେବେ କିଛି ଭୁଲ ନ ହଉ, ସବୁ ଭଲରେ ଚାଲେ, ସୁରୁଖୁରୁରେ ଚାଲେ। କିଛି ନାହିଁ, ମୁଁ ଆପଣଙ୍କୁ କଷ୍ଟ ଦେଇକି କହିକି ଲାଭଟା କଣ ପାଇବି? ଆପଣଙ୍କ ମନକୁ କଷ୍ଟ ହବ, ମତେ ଲାଭଟା କଣ ମିଳିବ? କିଛି ତ ଲାଭ ମିଳିବାର ନାହିଁ, ତ ଆପଣଙ୍କୁ କଷ୍ଟ ଦେଇ ଲାଭ କଣ? ରାଗନ୍ତୁ, ଯଦି ରାଗିକି ଆତ୍ମସନ୍ତୋଷ ପାଇପାରୁଛନ୍ତି ତ ରାଗିବା ନିହାତି ଦରକାର। ଥ୍ୟାଙ୍କ ୟୁ।